6 ଏକର ବିଲର ବଦାରି ଦିଆହେଇଥିଲା ସେଠି ଆଉ ରାତି 2ଟା ବେଳେ ବୋଧେ ନିଆଁ ଲାଗିଛି। ସେ 4ଟା ବେଳେ ଉଠିକି ଦେଖିଛନ୍ତି, ସେ ଆମର ବାବା ଭାଇ ଯିଏ ସେଇଟା ଫୋନ୍ କଲା ଆମ ଘରକୁ। ଆମେ ଗଲାବେଳକୁ ନିଆଁ ଲାଗି ଆସିଲାଣି। ଆଉ ଆମେ ତ ଜାଣିନୁ କ'ଣ କେମିତି ଲାଗିଛି, ଆମେ ଆଉ ଜାଣିମୁ କେମିତି? ଆଉ କିଏ ଲଗେଇ ଦେଇଛି ଫାୟାର କି କ'ଣ କେମିତି ଲାଗିଛି ଆମେ ଜାଣିମୁ ଆଉ କେମିତି? ଆଉ ସନ୍ଦେହ କରୁଛୁ ସେଇଭଳି ଭାବରେ କ'ଣ ଜଣା ହେଉଛି ଆଉ। ବେଳେ ଆମେ ଆଣି ଲୋନ୍ ତ ଆଣି ସୁସାଇଡ଼ରୁ କରିଥିଲୁ, ଚାଷ ଲୋନ୍ ଆଣି କରିଛୁ। ଆଉ ପୁଡ଼ିଗଲା ତ ସୁସାଇଡ଼ ଲୋନ୍। ଆଉ ହେଉଛି ଆମର ଆର୍ଆଇଙ୍କୁ ବି ଆମେ ରିପୋର୍ଟ କରୁଛୁ। ଦମକଳ ଆସିଥିଲା, ଆମର ରିପୋର୍ଟ ଦେଇକି ଯାଇଛନ୍ତି। ଲୋକମାନେ ଅଛନ୍ତି, କରିକି ଯାଇଛୁ। କ'ଣ ହେବ ଦେଖାଯିବ ଆଉ। ତହସିଲଦାରଙ୍କୁ ଜଣେଇବୁ, କଲେକ୍ଟରଙ୍କୁ ବି ଜଣେଇବୁ। ମାନେ ବହୁତ ଏଥିରେ ଚାଷ ସିଏ କରିଥିଲା। ଜମି 5-6 ମାଣ ଖଣ୍ଡେ ଜମିରେ ସିଏ ରଖିଥିଲା। ଧାନ ମଳିଆ କଥା, ଗୋଟେ ଦିନ ଛାଡ଼ିକି ଧାନ ମଳିଆ କଥା। ଆମେ ରାତି 4ଟାରୁ ଉଠିଲା ବେଳକୁ ତ ସବୁ ଜଳିଯାଇଛି, କିଛି ନାହିଁ। ଆଉ ସେଟାକୁ ତ ଆମେ ଆଉ ଠିକ୍ ସେ କହିପାରିବାନି, କିନ୍ତୁ ଯାହା ବି ହଉ, କିନ୍ତୁ ନିଆଁଟା ପୁରା ଚାରିଆଡ଼େ ଜଳିଯାଇଛି। ପୁରା ଆମେ ଉଠିଲା ବେଳକୁ 4ଟା ବେଳକୁ କିଛି ନାହିଁ, ପୁରା ସଫା ହେଇଛି। ତାକୁ ଆମର ଯାହା ଯେମିତି ସହାୟତା କରିବେ, ଆମର ସୋସାଇଟି, ଆପଣଙ୍କର ଯେଉଁ ଆର୍ଆଇ, ଏସବୁ ଯାହା କରିବେ, ଆମେ ଆଉ କ'ଣ କରିପାରିବୁ।